ଓଡ଼ିଆ ସାହିତ୍ୟ ୟୁଟ୍ୟୁବ୍ ଚ୍ୟାନେଲକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଜିର କ୍ଲାସ୍ଟି ଗୁଣ ଉପରେ ରହିଛି। ପ୍ରଥମେ ଦେଖିବା ଗୁଣ ଉପରେ। ପ୍ରଥମ ପଏଣ୍ଟ ହେଉଛି ସାହିତ୍ୟରେ ସଦା ରସସ୍ମିତଶୀଳ ସୌନ୍ଦର୍ଯ୍ୟର ଅଭିବୃଦ୍ଧି କାରକ ରସଧର୍ମକୁ ଗୁଣ କୁହାଯାଇଥାଏ। ଭରତମୁନି ତାଙ୍କ ନାଟ୍ୟଶାସ୍ତ୍ରରେ ଗୁଣ ସମ୍ପର୍କରେ ବିଶଦ ପର୍ଯ୍ୟାଲୋଚନା କରି ଏହାକୁ 10 ଭାଗରେ ବିଭକ୍ତ କରିଛନ୍ତି। ଭରତମୁନି ତାଙ୍କ ନାଟ୍ୟଶାସ୍ତ୍ରରେ ଗୁଣ ସମ୍ପର୍କରେ ବିଶଦ ପର୍ଯ୍ୟାଲୋଚନା କରି ଏହାକୁ 10 ଭାଗରେ ବିଭକ୍ତ କରିଛନ୍ତି। ଏହାର କେତେକ ସଂଜ୍ଞା ରହୁଛି। ବିଶ୍ୱନାଥ କବିରାଜଙ୍କ ମତରେ ସ୍ଥିରତ୍ୱେ ସତି ରସାଦିନା ମାସାଦୁତ୍କର୍ଷ ଜନକ ଧର୍ମତ୍ୱ ଗୁଣତ୍ୱମ୍। ବିଶ୍ୱନାଥ କବିରାଜଙ୍କ ମତରେ। ସେହିପରି ବାମନଙ୍କ ମତରେ କାବ୍ୟ ଶୋଭାୟ କର୍ତ୍ତାରେ ଧର୍ମଃ ଗୁଣାଃ। ସେଭଳି ଗୁଣର ପ୍ରକାରଭେଦ ଦେଖିଲେ ଭରତମୁନିଙ୍କ ମତରେ 10 ଗୁଣ ଉପରେ ସେ କହିଛନ୍ତି। ପ୍ରଥମେ ଯାହାକି ଶ୍ଳେଷ, ପ୍ରସାଦ, ସମତା, ସମାଧି, ମାଧୁର୍ଯ୍ୟ, ଉଜ୍ଜହ, ସୁକୁମାର, ଅର୍ଥବ୍ୟକ୍ତି, ଉଦାରତା ଏବଂ କ୍ଲାନ୍ତି। ତ ଏଇଭଳି ଭାବରେ ଭରତମୁନିଙ୍କ ମତରେ ଗୁଣ ହେଉଛି 10 ପ୍ରକାରର। ମମ୍ମଟ ଓ ବିଶ୍ୱନାଥ କବିରାଜଙ୍କ ମତରେ ଗୁଣ ହେଉଛି 3 ପ୍ରକାରର। ଏଠି ମନେ ରଖିବାର ଅଛି ଯେ ଭରତମୁନିଙ୍କ ମତରେ ଗୁଣ ହେଉଛି 10 ପ୍ରକାରର ଏବଂ ମମ୍ମଟ ଓ ବିଶ୍ୱନାଥ କବିରାଜଙ୍କ ମତରେ ଗୁଣ ହେଉଛି 3 ପ୍ରକାରର। ମାଧୁର୍ଯ୍ୟ ଚିତ୍ତ ମାଧୁର୍ଯ୍ୟ। ତ ଗୁଣ 3 ପ୍ରକାରର। କ'ଣ କ'ଣ ସେଇ 3ଟି? ନା ମାଧୁର୍ଯ୍ୟ ଗୁଣ, ଉଜ୍ଜହ ଗୁଣ, ଆଉ ହେଉଛି ପ୍ରସାଦ ଗୁଣ। ପ୍ରଥମେ ଦେଖିବା ମାଧୁର୍ଯ୍ୟ ଗୁଣ କ'ଣ। ଚିତ୍ତ ଦ୍ରବୀଭୂତ ହେଲେ ଯେଉଁ ଆହ୍ଲାଦ ଭାବ ଜାତ ହୁଏ ତାହାକୁ ମାଧୁର୍ଯ୍ୟ ଗୁଣ ବୋଲି କୁହାଯାଏ, ଯାହାକି ଶୃଙ୍ଗାର ରସ, କରୁଣ ରସ, ଶାନ୍ତ ରସରେ ଦେଖିବା ପାଇଁ ମିଳିଥାଏ। ଶୃଙ୍ଗାର ରସ, କରୁଣ ରସ, ଶାନ୍ତ ରସରେ ମାଧୁର୍ଯ୍ୟ ଗୁଣ ଦେଖିବା ପାଇଁ ମିଳିଥାଏ। ଠିକ୍ ସେଭଳି ଉଜ୍ଜହ ଗୁଣ। କୌଣସି କାବ୍ୟ ଶୁଣିଲେ ଯଦି ଚିତ୍ତ ବିବୃତ ଭାବେ ଦୀପ୍ତ ହୁଏ, ଯାହାକି ବିଭତ୍ସ ରସ, ରୁଦ୍ର ରସ ଏବଂ ବୀର ରସ, ଏଇ 3ଟି ରସରେ ବିଭତ୍ସ, ବୀର, ରୁଦ୍ର ଏଇ 3ଟି ରସରେ ଉଜ୍ଜହ ଗୁଣ ଦେଖିବା ପାଇଁ ମିଳିଥାଏ। ଠିକ୍ ସେଭଳି ପ୍ରସାଦ ଗୁଣ। ଯେଉଁ ଗୁଣ ଶ୍ରୋତାର ହୃଦୟକୁ ଖୁବ୍ ଶୀଘ୍ର ଆପଣାର କରିନିଏ ଏବଂ ସମସ୍ତ ରସର ଆଧାର। ଏହି ପ୍ରସାଦ ଗୁଣଟା ସମସ୍ତ ରସରେ ଦେଖାଯାଇଥାଏ। ବାମନ ଶବ୍ଦ ଗୁଣ ଓ ଅର୍ଥ ଗୁଣ ଏଇଭଳି ସେ ମଧ୍ୟ ଭାଗ କରିଛନ୍ତି। ତ ଇଏ ଥିଲା ଗୁଣ ଉପରେ। ଏବଂ ଗୁଣ ଉପରେ ଦେଖିବା କେତୋଟି ପ୍ରଶ୍ନ ଉତ୍ତର। ପ୍ରଥମ ପ୍ରଶ୍ନ ହେଉଛି ଭରତମୁନିଙ୍କ ମତରେ ଗୁଣ କେତେ ପ୍ରକାରର? ଭରତମୁନିଙ୍କ ମତରେ ଗୁଣ ହେଉଛି 10 ପ୍ରକାରର। ଭରତମୁନିଙ୍କ ମତରେ ଗୁଣ ହେଉଛି 10 ପ୍ରକାର। ଆମେ ଏଠି ପଢ଼ିଲେ ଭରତମୁନିଙ୍କ ମତରେ ଗୁଣ ହେଉଛି 10 ପ୍ରକାର। ଠିକ୍ ସେହିଭଳି ପରବର୍ତ୍ତୀ ପ୍ରଶ୍ନ, ମମ୍ମଟ ଓ ବିଶ୍ୱନାଥ କବିରାଜଙ୍କ ମତରେ ଗୁଣ କେତେ ପ୍ରକାର? ମମ୍ମଟ ଆଉ ବିଶ୍ୱନାଥ କବିରାଜଙ୍କ ମତରେ ଗୁଣ କେତେ ପ୍ରକାର? ଦେଖିବା ଏଠି ମମ୍ମଟ ଓ ବିଶ୍ୱନାଥ କବିରାଜଙ୍କ ମତରେ ଗୁଣ କେତେ ପ୍ରକାର? ମମ୍ମଟ ଓ ବିଶ୍ୱନାଥ କବିରାଜଙ୍କ ମତରେ ଗୁଣ ହେଉଛି 3 ପ୍ରକାର। ତ ଏଇଭଳି ପରୀକ୍ଷାରେ ମଧ୍ୟ ପ୍ରଶ୍ନ ଆସିବ। ଏଥିମଧ୍ୟରୁ କେଉଁଟି ଏକ ଗୁଣ ନୁହେଁ? 10 ଗୁଣ ମଧ୍ୟରୁ ଏଠି 3ଟି ଗୁଣ ରହିଛି ଏବଂ ଗୋଟିଏ ଗୁଣ ନାହିଁ। ତ ଏଠି ପଚାରିଛି ଏଥିମଧ୍ୟରୁ କେଉଁଟି ଏକ ଗୁଣ ନୁହେଁ? ସମତା ତ ଗୁଣ ହେବ ଏବଂ ଅଭିବ୍ୟକ୍ତି ମଧ୍ୟ ଗୁଣ ହେବ, ସୁକୁମାର୍ଯ୍ୟ ମଧ୍ୟ ଗୁଣ ହେବ। ତ ଅବନ୍ତିକା ଏକ ଗୁଣ ନୁହେଁ। 10 ଗୁଣ ମଧ୍ୟରୁ ଅବନ୍ତିକା ଗୁଣ ନୁହେଁ। ତାଙ୍କର
ସଠିକ୍ ଆନ୍ସର୍ ହେବ। ତାପରେ ଦେଇଛି ସ୍ଥିରତ୍ୱେ ସ୍ଥିତି ରସାଦିନା ମାସ ଦୁତ୍କର୍ଷ ଜନକ ଧର୍ମତ୍ୱ ଗୁଣତ୍ୱ। ଏହି ଉକ୍ତିର ପ୍ରଣେତା କିଏ? ଏହି ଉକ୍ତିର ପ୍ରଣେତା କିଏ? ସ୍ଥିରତ୍ୱେ ରସଦାନା। ଦେଖିବା ଏଠି ବିଶ୍ୱନାଥ କବିରାଜଙ୍କ ସଂଜ୍ଞାଟି ରହିଛି, ଯେଉଁଟାକି ସ୍ଥିରତ୍ୱେ ରସାଦିନା। ସଠିକ୍ ଉତ୍ତରଟି ହେଉଛି ବିଶ୍ୱନାଥ କବିରାଜ ହେବ। ସଠିକ୍ ଉତ୍ତରଟି ବିଶ୍ୱନାଥ କବିରାଜ ହେବ। ଠିକ୍ ସେହିଭଳି କେଉଁ ଗୁଣ ସହଜରେ ଶ୍ରୋତା ହୃଦୟକୁ ଆକର୍ଷିତ କରିପାରେ? ତାହା ହେବ ପ୍ରସାଦ ଗୁଣ। ଠିକ୍ ସେହିପରି ଗୁଣ କାହାକୁ କୁହାଯାଏ? ରସକୁ ଚିହ୍ନିବାରେ ବା ନିରୀକ୍ଷଣ କରିବାରେ ଯେଉଁ ଧର୍ମକୁ ସାହାଯ୍ୟ କରେ ତାହାକୁ ଗୁଣ କୁହାଯାଇଥାଏ। ଗୁଣ କେତେ ପ୍ରକାରର ବା କ'ଣ କ'ଣ? ଗୁଣ ମୁଖ୍ୟତଃ 3 ପ୍ରକାର: ମାଧୁର୍ଯ୍ୟ, ଉଜହ ଓ ପ୍ରସାଦ ଗୁଣ। ବାମନ ଓ ଭରତ ମୁନିଙ୍କ ମତରେ ଗୁଣ କେତେ ପ୍ରକାର? ବାମନ ଓ ଭରତ ମୁନିଙ୍କ ମତରେ ଗୁଣ ହେଉଛି 10 ପ୍ରକାରର। ଠିକ୍ ସେଭଳି ମାଧୁର୍ଯ୍ୟ ଗୁଣ କାହାକୁ କୁହାଯାଏ? ଯେଉଁ ରଚନାକୁ ପାଠ କଲେ ପାଠକ ମନରେ ଆହ୍ଲାଦ ଜାତ ହୁଏ ତାହାକୁ ମାଧୁର୍ଯ୍ୟ ଗୁଣ କୁହାଯାଏ। ଠିକ୍ ସେଭଳି ଉଜହ ଗୁଣ କାହାକୁ କୁହାଯାଏ? କୌଣସି ବାଜାକୁ ଶୁଣିବା ମାତ୍ରେ ଚିତ୍ତ ବିସ୍ତୃତ ଭାବେ ଦୀପ୍ତ ହୁଏ ତାହାକୁ ଉଜହ ଗୁଣ କୁହାଯାଏ। ଠିକ୍ ସେଭଳି ପ୍ରସାଦ ଗୁଣ ଯେଉଁ ଗୁଣ ସହଜରେ ଶ୍ରୋତା ହୃଦୟକୁ ଆକର୍ଷଣ କରିନିଏ, ଯେଉଁ ଗୁଣ ସହଜରେ ଶ୍ରୋତା ହୃଦୟକୁ ଆକର୍ଷଣ କରିନିଏ ତାହାକୁ ପ୍ରସାଦ ଗୁଣ ବୋଲି କୁହାଯାଏ। ତ ଇଏ ଥିଲା ଗୁଣ ଉପରେ କେତୋଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। କ୍ଲାସ୍ଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। କ୍ଲାସ୍ଟିକୁ ଏଠି ରଖିବା। ଧନ୍ୟବାଦ।